ନମସ୍କାର ଦର୍ଶକ ବନ୍ଧୁ। ଆଜିକାଲି ଆମ ରୋଷେଇ ଘରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ଜିନିଷଟି କ'ଣ ଜାଣନ୍ତି? ସେଇଟା ହେଉଛି ରିଫାଇଣ୍ଡ ଅଏଲ୍ ବା ରିଫାଇନ୍ ତେଲ। କିନ୍ତୁ ଆପଣ ଜାଣିଛନ୍ତି କି ଆପଣ ପ୍ରତିଦିନ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରୁଥିବା ଏହି ତେଲ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ସୁରକ୍ଷିତ? ଆଜିର ଏହି ଭିଡ଼ିଓରେ ଆମେ ଆଲୋଚନା କରିବା ରିଫାଇନ୍ ତେଲର କିଛି ଜରୁରୀ ସ୍ୱାସ୍ଥ୍ୟ ପ୍ରଭାବ ଓ ସୁସ୍ଥ ରହିବାର ସହଜ ଉପାୟ ବିଷୟରେ। ତେବେ ଡେରି ନକରି ଆସନ୍ତୁ ଆରମ୍ଭ କରିବା। ସାଧାରଣତଃ ଅଳ୍ପ ପରିମାଣରେ ରିଫାଇନ୍ ତେଲ ବ୍ୟବହାର କଲେ ଏହା ଆମ ଶରୀର ପାଇଁ ସୁରକ୍ଷିତ ହୋଇଥାଏ। କିନ୍ତୁ ସମସ୍ୟା ସେତେବେଳେ ଆରମ୍ଭ ହୁଏ ଯେତେବେଳେ ଆମେ ଏହାକୁ ଅତ୍ୟଧିକ ପରିମାଣରେ ବ୍ୟବହାର କରୁ କିମ୍ବା ରୋଷେଇ ଘରେ ଥରେ ବ୍ୟବହାର ହୋଇଥିବା ତେଲକୁ ବାରମ୍ବାର ଗରମ କରି ବ୍ୟବହାର କରିଥାଉ। ଏହା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ତେଣୁ ଆପଣ ବ୍ୟବହାର କରୁଥିବା ତେଲକୁ ବାରମ୍ବାର ବ୍ୟବହାର କରନ୍ତୁ ନାହିଁ। ଏହାକୁ କିଛି ସମୟ ବ୍ୟବହାର କରିସାରିଲା ପରେ ବନ୍ଦ କରିଦିଅନ୍ତୁ। ତେବେ ବନ୍ଧୁଗଣ, ଚାଲନ୍ତୁ ନଜର ପକାଇବା ଏହି ତେଲର ଅତ୍ୟଧିକ ବ୍ୟବହାର ଦ୍ୱାରା ଆମ ଶରୀରରେ କେଉଁ କେଉଁ ସମ୍ଭାବ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ପ୍ରଥମ ଏବଂ ସବୁଠାରୁ ବଡ଼ ବିପଦ ହେଉଛି ହୃଦରୋଗ। ହୃଦରୋଗ କହିଲେ ସମସ୍ତଙ୍କ ମନରେ ଏକ ଡର ଆସିଯାଏ। ଯେତେବେଳେ ଆମେ ରିଫାଇନ୍ ତେଲକୁ ବାରମ୍ବାର ଉଚ୍ଚ ତାପମାତ୍ରାରେ ଗରମ କରୁ, ସେତେବେଳେ ଏଥିରେ ଟ୍ରାନ୍ସଫ୍ୟାଟ୍ ସୃଷ୍ଟି ହୁଏ। ଏହି ଖରାପ ଫ୍ୟାଟ୍ ରକ୍ତନଳୀରେ ଜମାଟ ବାନ୍ଧିପାରେ, ଯାହା ଧୀରେ ଧୀରେ ହୃଦଘାତ ବା ହାର୍ଟ ଆଟାକ୍ ଭଳି ମାରାତ୍ମକ ରୋଗର ଆଶଙ୍କାକୁ ବଢ଼ାଇ ଦେଇଥାଏ। ତେଣୁ ଆପଣ ସାବଧାନତାର ସହିତ ଏହାକୁ ବ୍ୟବହାର କରନ୍ତୁ। ତା ସହିତ ଦ୍ୱିତୀୟରେ, ଏହି ରିଫାଇନ୍ ତେଲ ଶରୀରରେ ଖରାପ କୋଲେଷ୍ଟ୍ରଲ୍ ବା ଏଲ୍‌ଡିଏଲ୍‌କୁ ଦ୍ରୁତ ଗତିରେ ବୃଦ୍ଧି କରିଥାଏ। ଫଳରେ ରକ୍ତଚାପ ବଢ଼େ ଏବଂ ଶରୀରର ଓଜନ ଅହେତୁକ ଭାବରେ ବଢ଼ିବାକୁ ଲାଗେ। ଏହି ମୋଟାପଣ ଆମକୁ ଅନ୍ୟ ଅନେକ ପ୍ରକାର ରୋଗର ଶିକାର କରିଦେଇଥାଏ। ତେଣୁକରି ସତର୍କତା ଅବଲମ୍ବନ ବହୁତ ଜରୁରୀ ଅଟେ। ତା ସହିତ ବନ୍ଧୁଗଣ, ପ୍ରଭାବ ହେଉଛି ଶରୀରରେ ଭିତରର ପ୍ରଦାହ ବା ଇନଫ୍ଲାମେସନ୍। ଅତ୍ୟଧିକ ରିଫାଇନ୍ ତେଲ କାରଣରୁ ଏହି ତେଲରେ ଅକ୍ସିଡେସନ୍ ପ୍ରକ୍ରିୟା ହୁଏ। ଏହା ଶରୀରର କୋଷଗୁଡ଼ିକୁ କ୍ଷତି ପହଞ୍ଚାଏ ଏବଂ ଆମ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଏହାଦ୍ୱାରା ଦୁର୍ବଳ ହୋଇଥାଏ। ତେବେ ଆଉ ଗୋଟିଏ କଥା, ଯେତେବେଳେ ଏହି ତେଲକୁ ଉଚ୍ଚ ତାପମାତ୍ରା ଓ କେମିକାଲ ବ୍ୟବହାର କରି ରିଫାଇନ୍ କରାଯାଏ, ସେତେବେଳେ ଏଥିରେ ଥିବା ପ୍ରାକୃତିକ ଗୁଣ ତଥା ଆବଶ୍ୟକୀୟ ଭିଟାମିନ୍ ଓ ମିନେରାଲ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଏ। ତେଣୁ ଆମେ କେବଳ ଫ୍ୟାଟ୍ ଖାଇଥାଉ, କୌଣସି ପୋଷକ ତତ୍ତ୍ୱ ସେଥିରୁ ମିଳିପାରୁନାହିଁ। ଆମେ ଭାବୁଛେ ଯେ ଏହି ରିଫାଇନ୍ ତେଲଟି ବିଭିନ୍ନ ପ୍ରକାର ପ୍ରାକୃତିକ ଶସ୍ୟରୁ ତିଆରି, କିନ୍ତୁ ଆମର ଧାରଣା ସମ୍ପୂର୍ଣ୍ଣ ରୂପେ ଭୁଲ ଅଟେ। କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହିଁ। ଆମେ ଯଦି କିଛି ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦେବା, ତେବେ ଆମେ ନିଜ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିପାରିବା। ଆସନ୍ତୁ ଜାଣିବା ସୁସ୍ଥ ରହିବାର ସେହି ଜରୁରୀ ଟିପ୍ସ ଗୁଡ଼ିକ କ'ଣ। ପ୍ରଥମ କଥା ହେଲା, ସବୁବେଳେ ରୋଷେଇରେ ସୀମିତ ପରିମାଣର ତେଲ ବ୍ୟବହାର କରନ୍ତୁ। ତେଲକୁ ବ୍ୟବହାର କରିବା ସମୟରେ ନିର୍ଦ୍ଦିଷ୍ଟ ଚାମଚ ଦ୍ୱାରା ମାପନ୍ତୁ। ଆଉ ଦ୍ୱିତୀୟ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ଥରେ ଭଜାଭଜି ହୋଇସାରିଥିବା ପରେ ବଞ୍ଚିଥିବା ତେଲକୁ ପୁଣି ଥରେ ଗରମ କରି କୌଣସି ଜିନିଷ ପ୍ରସ୍ତୁତ କରନ୍ତୁ ନାହିଁ। ଏହି ବ୍ୟବହୃତ ତେଲ ଶରୀର ପାଇଁ ବିଷ ସଦୃଶ ଅଟେ, କିନ୍ତୁ ଆମେ ଭାରତୀୟ ଗୃହିଣୀମାନେ କ'ଣ କରିଥାଉ, ସେହି ତେଲକୁ ପୁଣି ଥରେ କାଢ଼ିକି ରଖିଦେଇଥାଉ, ପୁଣି ଥରେ ତାକୁ ଆମେ ବ୍ୟବହାର କରିବା ପାଇଁ। ତ ଏହା ହେଉଛି ସବୁଠାରୁ ଖରାପ ଅଭ୍ୟାସ। ତେବେ ବନ୍ଧୁଗଣ, ସାଧାରଣତଃ ରିଫାଇନ୍ ତେଲ ବଦଳରେ ଆପଣ ଶାରୀରିକ ସୁସ୍ଥତା ପାଇଁ କୋଲ୍ଡ ପ୍ରୋସେସ୍ଡ କିମ୍ବା ଘାନିଆ ପ୍ରସ୍ତୁତ ଶୁଦ୍ଧ ସୋରିଷ ତେଲ, ବାଦାମ ତେଲ ବା ରାଶି ତେଲ ବ୍ୟବହାର କରିପାରିବେ। ଏହି ତେଲଗୁଡ଼ିକ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ହେଉଥିବାରୁ ଏଥିରେ ସମସ୍ତ ପୋଷକ ତତ୍ତ୍ୱ ସୁରକ୍ଷିତ ରହିଥାଏ, ଯାହାଦ୍ୱାରା ଏଥିରେ ପ୍ରାକୃତିକ ଶୁଦ୍ଧତା ବଜାୟ ରହିଥାଏ ଏବଂ ପୋଷକ ତତ୍ତ୍ୱ ପୂର୍ଣ୍ଣ ଭାବରେ ସେଥିରେ ଭରି ରହିଥାଏ। ଏହା ସହିତ ଆମ ଦୈନନ୍ଦିନ ଖାଦ୍ୟାଭ୍ୟାସରେ ଆମେ ପରିବର୍ତ୍ତନ ଆଣିବା ମଧ୍ୟ ଆବଶ୍ୟକତା ରହିଛି। ବାହାରର ଅଧିକ ତେଲିଆ ଏବଂ ଛଣାଛଣି ଜିନିଷକୁ ଏଡ଼େଇ ଯାଆନ୍ତୁ। ଆମେ ଘରେ ହୁଏତ ବାରମ୍ବାର ତେଲକୁ ଛାଣିବାରୁ ନିବୃତ୍ତ ରହିଥାଉ, କିନ୍ତୁ ଯେଉଁ ଷ୍ଟ୍ରିଟ୍ ଫୁଡ଼୍ ଗୁଡ଼ାକ ରହିଛି, ରାସ୍ତା କଡ଼ରେ ଯେଉଁ ହୋଟେଲ ଗୁଡ଼ାକ ରହିଛି, ସେମାନେ ବାରମ୍ବାର ସେହି ତେଲର ବ୍ୟବହାର କରିଥାନ୍ତି, ଯାହାଫଳରେ ବାହାରର ଖାଦ୍ୟ ଆମ ପାଇଁ ବିଷ ସଦୃଶ ଅଟେ।
ନିଜ ଖାଦ୍ୟରେ ଅଧିକରୁ ଅଧିକ ସତେଜ ଫଳ ଏବଂ ସବୁଜ ପନିପରିବା ସାମିଲ କରନ୍ତୁ, ଯାହା ଶରୀରରୁ ଫ୍ୟାଟ୍ସକୁ କମାଇବାରେ ସାହାଯ୍ୟ କରିବ। ଶେଷରେ ଏତିକି କହିବି, ରିଫାଇନ୍ ତେଲକୁ ସମ୍ପୂର୍ଣ୍ଣ ରୂପେ ବିଷ କହିବା ଭୁଲ ହେବ, କିନ୍ତୁ ଏହାର ଅତ୍ୟଧିକ ଏବଂ ଅସଚେତନ ବ୍ୟବହାର ଆମକୁ ରୋଗୀ କରିବାରେ ଯଥେଷ୍ଟ ଅଟେ। ତେଣୁ ସଚେତନ ହୁଅନ୍ତୁ, ସଠିକ୍ ମାତ୍ରାରେ ବ୍ୟବହାର କରନ୍ତୁ ଏବଂ ନିଜ ତଥା ନିଜ ପରିବାରକୁ ସୁସ୍ଥ ରଖନ୍ତୁ। ଆଶା କରେ ଆଜିର ଏହି ସୂଚନା ଆପଣଙ୍କୁ ଭଲ ଲାଗିଥିବ। ଯଦି ଭିଡ଼ିଓଟି ପସନ୍ଦ ଆସିଛି ତେବେ ଆପଣ ଚ୍ୟାନେଲ ସହିତ ଯୋଡ଼ି ହୋଇ ରୁହନ୍ତୁ ଏବଂ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲନ୍ତୁ ନାହିଁ। ଧନ୍ୟବାଦ।